ଏଇ ଯୋଉ ଗଭୀର ଆଲୋଚନାକୁ ସ୍ୱାଗତ। ଆଜି ଆମେ ଏମିତି ଗୋଟେ ବିଷୟ ଉପରେ କଥା ହେବା ଯାହା ମାନେ ଆମର ସାଧାରଣ ଦୃଷ୍ଟିକୋଣକୁ ପୁରା ବଦଳାଇ ଦେବ। ବିଲକୁଲ। ଆଉ ଆଜିର ମୁଖ୍ୟ ଆଧାର ହେଉଛି ଏପ୍ରିଲ 2026ରେ ବାହାରିଥିବା ଓମ୍କାର ପତ୍ରିକାର 265ତମ ସଂସ୍କରଣ। ହଁ, ଆଉ ସେହି ପତ୍ରିକାର ଆରମ୍ଭରେ ଗୋଟେ ବହୁତ ସୁନ୍ଦର ପ୍ରାର୍ଥନା ଅଛି। ମାନେ ସେଣ୍ଟ୍ରାଲ ଚିନ୍ମୟ ମିଶନ ଟ୍ରଷ୍ଟର ଗୁରୁଜୀ ସ୍ୱାମୀ ତେଜମୟାନନ୍ଦଙ୍କ ଦ୍ୱାରା ରଚିତ ଶ୍ରୀ ଜଗନ୍ନାଥ ସ୍ତବନମ୍। ଠିକ୍ କହିଲେ। ଏଇଠି ମୁମ୍ବାଇରୁ ଶ୍ରୀ କମଳକାନ୍ତ ଚୌଧୁରୀ ପ୍ରେରଣ କରିଛନ୍ତି। ଆଉ ଜାଣିଛନ୍ତି ଏ ପ୍ରାର୍ଥନାଟି କାହିଁକି ଏତେ ଖାସ୍? କାହିଁକି? ମାନେ ଯେମିତି କୌଣସି ଲମ୍ବା ଯାତ୍ରା ଆରମ୍ଭ କରିବା ଆଗରୁ ଆମେ ଗାଡ଼ିର ଜିପିଏସ୍ ସେଟ୍ କରୁନା, ବାସ୍ ଏହି ପ୍ରାର୍ଥନାଟି ବି ସେମିତି କିଛି କାମ କରେ। କୌଣସି ବି ବିଷୟ ପଢ଼ିବା ପୂର୍ବରୁ ଆମ ମନକୁ ଗୋଟିଏ ସଠିକ୍ ଦିଗ ଦିଏ। ଆରେ ବା, ବଢ଼ିଆ ଉଦାହରଣଟେ ଦେଲେ। ତାହେଲେ ଆଲୋଚନା ଆରମ୍ଭ କରାଯାଉ। ଆଉ ପ୍ରଥମ ଶ୍ଲୋକରେ ତ ପୁରୀ ମନ୍ଦିରର ସେଇ ଭବ୍ୟ ଦୃଶ୍ୟ ଅଛି ନା? ହଁ, ସେଇ ଦିବ୍ୟ ବିଶାଳ ମନ୍ଦିର ଯେଉଁଠି ପ୍ରଭୁ ଶ୍ରୀକୃଷ୍ଣ, ବଳରାମ ଆଉ ମା ସୁଭଦ୍ରା ଭକ୍ତମାନଙ୍କୁ କୃପା କରୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ବା ସୁଖ ମାଗିନାହାନ୍ତି। ସବୁ ପୁଣ୍ୟ କାର୍ଯ୍ୟରେ ପ୍ରେରକ ପ୍ରଭୁଙ୍କଠାରୁ ସେ କେବଳ ଗୋଟିଏ ଜିନିଷ ମାଗିଛନ୍ତି, ଆଉ ତାହା ହେଲା ବିଶୁଦ୍ଧ ବୁଦ୍ଧି। ଆଚ୍ଛା, ବିଶୁଦ୍ଧ ବୁଦ୍ଧି। କିନ୍ତୁ ଲୋକେ ତ ସାଧାରଣତଃ ମନ୍ଦିର ଗଲେ କିଛି ସାଂସାରିକ ଜିନିଷ ହିଁ ମାଗନ୍ତି। ତାହା ବଦଳରେ କେବଳ ଏହି ବିଶୁଦ୍ଧ ବୁଦ୍ଧି କାହିଁକି? ହଁ, ସେଇଟା ସ୍ୱାଭାବିକ। କିନ୍ତୁ ଏଇ ଯେଉଁ ବିଶୁଦ୍ଧ ବୁଦ୍ଧିର କଥା କୁହାଯାଇଛି, ତାକୁ ଏମିତି ବୁଝିପାରିବା ଯେ କେମିତି? ମାନେ ଗୋଟେ ସଫା ଚଷମା ଭଳିଆ କି? ବିଲକୁଲ ସେୟା। ମାନେ କାନ୍ଥରେ ଟାଙ୍ଗିବା ପାଇଁ ଗୋଟେ ସୁନ୍ଦର ଚିତ୍ର ମାଗିବା ବଦଳରେ ଯଦି ଆମେ ଦୁନିଆକୁ ସ୍ପଷ୍ଟ ଦେଖିବା ପାଇଁ ଗୋଟେ ସଫା ଚଷମା ମାଗିବା, ତାହେଲେ ସବୁକିଛି ଆପେ ଆପେ ସୁନ୍ଦର ଦେଖାଯିବ। ସତ କଥା। ବୁଦ୍ଧି ଯଦି ଆମର ମୋହମାୟାରେ ଆଚ୍ଛାଦିତ ହୋଇଥାଏ, ତେବେ ଚାରିପାଖରେ ଯେତେ ଭଲ ଜିନିଷ ଥିଲେ ବି ଆମେ ତାକୁ ଉପଭୋଗ କରିପାରିବାନି। ଠିକ୍ ଧରିଛନ୍ତି। ଆଭ୍ୟନ୍ତରୀଣ ଶୁଦ୍ଧତା ନଥିଲେ ବାହାରର କୌଣସି ଜିନିଷ ଆମକୁ ସ୍ଥାୟୀ ଆନନ୍ଦ ଦେଇପାରିବନି। ତାହେଲେ ଏଇଟା ଏକ ବଡ଼ ଦାର୍ଶନିକ ଚିନ୍ତାଧାରା ଆଡ଼କୁ ଇସାରା କରୁଛି। କାରଣ ଆଗକୁ ସ୍ତୋତ୍ରମରେ ଏମିତି ବି କୁହାଯାଇଛି ଯେ ସ୍ୱୟଂ ଜଗନ୍ନାଥ ହେଉଛନ୍ତି ଜଗତର ପିତାମାତା। ହଁ, ଆଉ ସେଇଥିପାଇଁ ଯଦି ଜଗତର ପିତାମାତା ଆମ ସାଥିରେ ଅଛନ୍ତି, ତେବେ ଏ ଦୁନିଆରେ କେହି ଅନାଥ କେମିତି ହୋଇପାରିବ? ବାଃ, ଏଇଟା ଗୋଟେ ବହୁତ ଗଭୀର କଥା। ଅର୍ଥାତ୍ ଯିଏ ଈଶ୍ୱରଙ୍କଠାରୁ ମାନସିକ ସ୍ତରରେ ବିଚ୍ଛିନ୍ନ ହୋଇଯାଏ, ମାନେ ଦୂରେଇ ଯାଏ, କେବଳ ସେ ହିଁ ପ୍ରକୃତରେ ଦୀନ ଆଉ ଦୟନୀୟ। ହେଲେ ପ୍ରାୟତଃ ଆମେ ଦୈନନ୍ଦିନ ଜୀବନରେ ଭୌତିକ ଅଭାବକୁ ହିଁ ଦାରିଦ୍ର୍ୟ ବୋଲି ମାନି ନେଉନା? ପଇସା ନାହିଁ ମାନେ ଗରିବ ବୋଲି ଭାବୁ। ହଁ, ଆମେ ସେମିତି ଭାବୁ। କିନ୍ତୁ ଭୌତିକ ଅଭାବ ତ ପରିସ୍ଥିତି ଉପରେ ନିର୍ଭର କରେ। ତାହା ଆଜି ଅଛି, କାଲି ବଦଳି ଯାଇପାରେ। କିନ୍ତୁ ଯେତେବେଳେ ମଣିଷ ତାର ମୂଳ ଉତ୍ସରୁ ବା ଈଶ୍ୱରଙ୍କଠାରୁ କଟିଯାଏ ନା, ତାର ଅନ୍ତରରେ ଗୋଟେ ଶୂନ୍ୟତା ସୃଷ୍ଟି ହୁଏ। ବିଲକୁଲ ଗୋଟେ ସ୍ଥାୟୀ ଅସୁରକ୍ଷା ଭାବ ଆସିଯାଏ। ପ୍ରକୃତ ସୁରକ୍ଷା କୌଣସି ବ୍ୟାଙ୍କ ବାଲାନ୍ସରୁ ଆସେନି, ବୁଝିଲେ? ଏଇଟା ସମ୍ପୂର୍ଣ୍ଣ ଭାବରେ ଏକ ଆଧ୍ୟାତ୍ମିକ ଅନୁଭବ। ଯଦି ଆମେ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତାଙ୍କୁ ନିଜର ବୋଲି ମାନିନେବା, ତାହେଲେ ମନରେ ଗୋଟେ ସ୍ଥିର, ପ୍ରେମମୟୀ ଭକ୍ତି ଆସିଯିବ। ଆଉ ଅସହାୟତାର ଭାବନା ପୁରା ଶେଷ ହୋଇଯିବ। ଆଚ୍ଛା, ଏହି ସ୍ତବନମ୍ର ଶେଷ ଆଡ଼କୁ ମଧ୍ୟ ଏକ ପ୍ରାଚୀନ ପରମ୍ପରାର ଝଲକ ଦେଖିବାକୁ ମିଳୁଛି। ଆଦି ଶଙ୍କରାଚାର୍ଯ୍ୟଙ୍କର ସେହି ପ୍ରସିଦ୍ଧ ସ୍ତୁତିର ଉଲ୍ଲେଖ ଅଛି। ଜଗନ୍ନାଥଃ ସ୍ୱାମୀ ନୟନପଥଗାମୀ ଭବତୁ ମେ। ମାନେ, ହେ ପ୍ରଭୁ ଜଗନ୍ନାଥ, ଆପଣ ସବୁବେଳେ ମୋ ନୟନପଥର ପଥିକ ହୁଅନ୍ତୁ। ଏ ନୟନପଥର ପଥିକ ହେବାଟା ଟିକେ ସ୍ପଷ୍ଟ କରିବେ କି? ମାନେ ଖାଲି ଆଖି ବନ୍ଦ କରି ଧ୍ୟାନ କରିବା କଥା କୁହାଯାଉଛି କି ଏଠି? ନା, ବିଲକୁଲ ନୁହେଁ। ଏହାର ପ୍ରକୃତ ଅର୍ଥ ହେଲା ଆଖି ଖୋଲା ରଖି ମଧ୍ୟ ଦୈନନ୍ଦିନ ଜୀବନର ପ୍ରତିଟି ସାଧାରଣ ଘଟଣା, ପ୍ରତିଟି ମଣିଷ ଭିତରେ ସେହି ଦିବ୍ୟ ଉପସ୍ଥିତିକୁ ଅନୁଭବ କରିବା। ବହୁତ ବଢ଼ିଆ କଥା କହିଲେ। ମାନେ ପ୍ରାଚୀନ କାଳର ଯଶନ ଆଜି ବି ଆମ ଜୀବନ ପାଇଁ କେତେ ପ୍ରାସଙ୍ଗିକ। ହଁ, ପୁରୀର ସେହି ମନ୍ଦିରର ବର୍ଣ୍ଣନାରୁ କଥା ଆରମ୍ଭ ହୋଇ କେମିତି ଆମର ଆଭ୍ୟନ୍ତରୀଣ ଚିନ୍ତାଧାରା ଦେଇ ଏତେ ବଡ଼ ଦାର୍ଶନିକ ତତ୍ତ୍ୱରେ ପହଞ୍ଚିଲା, ତାହା ସତରେ ଅଦ୍ଭୁତ। ସତରେ, ଆଲୋଚନା ଶେଷ କରିବା ଆଗରୁ ଗୋଟେ କଥା ଭାବିବା ପାଇଁ ଛାଡ଼ି ଦେଇଯାଉଛି। ହଁ, ନିଶ୍ଚୟ। ଯଦି ଆମର ପ୍ରକୃତ ଦୁଃଖ ଆଉ ଦାରିଦ୍ର୍ୟ କେବଳ ଈଶ୍ୱରଙ୍କଠାରୁ ଦୂରେଇ ଯିବାର ଗୋଟେ ମାନସିକ ଅବସ୍ଥା ମାତ୍ର, ତେବେ ଟିକେ ଭାବି ଦେଖନ୍ତି ତ। ହଁ, ଯଦି ଆମେ ପ୍ରଭୁଙ୍କୁ ଆମର ନିରନ୍ତର ସାଥୀ ଭାବରେ ଅନୁଭବ କରିବା ଆରମ୍ଭ କରିଦେବା, ତେବେ ଦୈନନ୍ଦିନ ଜୀବନର ସେହି ଛୋଟ ଛୋଟ ଅଯଥା ଚିନ୍ତା ଓ ଅବସାଦଗୁଡ଼ିକ କେତେ ଶୀଘ୍ର ମିଳେଇ ଯାଆନ୍ତା ନା?